गुड मॉर्निंग टू एवरीवन। एबे आम स्टार्ट करिया पार्ट्स ऑफ ए सेंटेंस है ताले पार्ट्स ऑफ ए सेंटेंस रो एक्टिविटी करिया पूर्व आम आमको टिके सेंटेंस विषय जानवा पई पड़िबो ताले सेंटेंस काहाकू कुहा जाए सेंटेंस को आम साधारणतः केते भाग रे विभक्त करिथाउ से सब विषय टिके आगे जानि देबा तापर स्टार्ट करिया तार एक्टिविटी को हला बेस समय लागिबनि अल्प समय रे सरजो हला देखो ताले सेंटेंस कोन ना व्हाट इज सेंटेंस। सेंटेंस इज अ मीनिंगफुल एक्सप्रेशन ऑफ वर्ड्स। ताले शब्द मानकर अर्थपूर्ण अभिव्यक्ति को ही वाक्य बोली कुहा जाए। ताले हमरो जो वर्ड्स गुड़ाक थिबो हला से वर्ड्स मानकर मीनिंगफुल एक्सप्रेशन टाकू ही हम सेंटेंस बोली कहबा जेमतिया कि एठी हमर तीनटा वर्ड ए एग्जांपल रे देखो ए एग्जांपल को नोटिस करो। ए जेमति एठी हमर तीनटा वर्ड दिया हैछि राम गुटे वर्ड प्लेस गुटे वर्ड फुटबॉल गुटे वर्ड। ताले ए तीनटा वर्ड को जदि हमें ठीक क्रम रे सजै कि लिखिबा आउ ये हमर कि मीनिंगफुल एक्सप्रेशन दउथबो यार गुटे मीनिंग थिबो ताले हमें ताको सेंटेंस बोली कहि परिया जेमति एठी हमर एटाକୁ ଯଦି ଆମେ କହିବା ରାମ ପ୍ଲେଜ୍ ଫୁଟବଲରେ ରାମ ଫୁଟବଲ ଖେଳୁଛି ବୋଲେ ଆମେ କହିପାରୁଛେ ଆଉ ୟାର କିସ ମିନିଂଫୁଲ୍ ଏକ୍ସପ୍ରେସନ୍ ବାହାରୁଛି ତେଣୁ ୟାକୁ ଆମେ ସେଣ୍ଟେନ୍ସ ବୋଲି କହିପାରୁଛୁ। ତାହେଲେ ଦେଖ ସେଣ୍ଟେନ୍ସକୁ ଆମର ସାଧାରଣତଃ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଛି। ସେଣ୍ଟେନ୍ସକୁ ଆମର ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟେ ହେଉଛି ଆମର ସବଜେକ୍ଟ ପାର୍ଟ ଆଉ ଗୋଟେ ହେଉଛି ଆମର ପ୍ରେଡିକେଟ୍ ପାର୍ଟ ହେଲା। ତାହେଲେ ଆମେ ଗୋଟେ ସେଣ୍ଟେନ୍ସ ଯେଉଁ ଦିଆଯାଇଥିବ ସେ ଧର ଯେଉଁ ଏଠି ଯେମିତି ଆମର ଏଇ ସେଣ୍ଟେନ୍ସଟା ଦିଆଯାଇଛି ରାମ ପ୍ଲେଜ୍ ଫୁଟବଲରେ ଏ ସେଣ୍ଟେନ୍ସରେ ଆମେ ୟାକୁ ସବଜେକ୍ଟ କୋଉଟା ପ୍ରେଡିକେଟ୍ କୋଉଟା କେମିତି ଚିହ୍ନିବା ନା ସବଜେକ୍ଟ ହେଉଛି ସିଏ ଯିଏ ଆମର ବାକ୍ୟର କର୍ତ୍ତା ହେଲା ବା ଯାହା ବିଷୟରେ ବାକ୍ୟରେ କୁହାଯାଇଥାଏ ସିଏ ହେଉଛି ଆମର ସବଜେକ୍ଟ। ତାହେଲେ ଏଠି ଆମର କାହା ବିଷୟରେ କୁହାଯାଇଛି ଏଇ ସେଣ୍ଟେନ୍ସରେ ଆମର କାହା ବିଷୟରେ କୁହାଯାଇଛି ଆମକୁ ଏଠି ରାମ ବିଷୟରେ କୁହାଯାଇଛି ତାହେଲେ ଆମର ରାମ କିସ ହେଇଯିବ ରାମ ହେଇଯିବ ଆମର ଏଠି ସବଜେକ୍ଟ ଜାଣି ହେଲା। ଯାହା ବିଷୟରେ କୁହାଯାଇଛି ସିଏ ଆମର ସବଜେକ୍ଟ ଆଉ ପ୍ରେଡିକେଟ୍ କୋଉଟା ହବ ନା ପ୍ରେଡିକେଟ୍ ହେଉଛି କ'ଣ ନା ପ୍ରେଡିକେଟ୍ର ଓଡ଼ିଆ ହେଉଛି ଆମର ବିଧେୟ। ବିଧେୟ କାହାକୁ କହିବା ନା ତାହେଲେ ସବଜେକ୍ଟ ବିଷୟରେ ଯାହା ସୂଚନା ଦିଆଯାଇଥାଏ ତାହା ହେଉଛି ଆମର ପ୍ରେଡିକେଟ୍। ତାହେଲେ ପ୍ରେଡିକେଟ୍ ହେଉଛି ସବଜେକ୍ଟ ବିଷୟରେ ଯାହା ସୂଚନା ଦିଆଯାଇଥାଏ ତାହା ହେଉଛି ଆମର ପ୍ରେଡିକେଟ୍। ଏଠାରେ ତାହେଲେ ସବଜେକ୍ଟ ହେଉଛି ରାମ। ରାମ ବିଷୟରେ ଆମର କ'ଣ ସୂଚନା ଦିଆଯାଇଛି ରାମ ବିଷୟରେ ଏହା ସୂଚନା ଦିଆଯାଇଛି ଯେ ରାମ ପ୍ଲେଜ୍ ଫୁଟବଲ ଯେ ରାମ ଫୁଟବଲ ଖେଳେ ବୋଲି କୁହାଯାଇଛି ସବଜେକ୍ଟ ବିଷୟରେ ତାହେଲେ ଆମର କ'ଣ ସୂଚନା ଦିଆହେଲା ନା ପ୍ଲେଜ୍ ଫୁଟବଲ ବୋଲିକି ଏଠି ଆମର ସୂଚନା ଦିଆହେଇଛି। ତାହେଲେ ଏଇ ପ୍ଲେଜ୍ ଫୁଟବଲଟାକୁ ଆମର ଏଠି କ'ଣ କୁହାଯିବ ନା ପ୍ଲେଜ୍ ଫୁଟବଲଟାକୁ ଆମର ଏଠି କୁହାଯିବ ପ୍ରେଡିକେଟ୍ ଜାଣି ହେଲା। ଏବେ ତାହେଲେ ଚାଲ ଷ୍ଟାର୍ଟ କରିବା ହେଲା। ଯେମିତିକି ଏଠି ତୁମର ଫାଷ୍ଟ ହିଁ ତୁମର ଲେଖିଦେଇଛି ଯେ ପାର୍ଟସ୍ ଅଫ୍ ଏ ସେଣ୍ଟେନ୍ସ ସେଣ୍ଟେନ୍ସ ବିଷୟରେ କ'ଣ ଲେଖିଲା ନା ତାହେଲେ ଦେଖ ସେଣ୍ଟେନ୍ସ वी एक्सप्रेस आवर आइडिया ହେଲା ଆମେ ଆମର ଆଇଡ଼ିଆକୁ ଏକ୍ସପ୍ରେସ୍ କରିଥାଉ ଫିଲିଙ୍ଗସକୁ ଭ୍ୟୁଜକୁ ଏଟସେଟ୍ରା ଏସବୁ ଜିନିଷକୁ ତାହେଲେ ଯେଉଁ ଆମର ଆଇଡ଼ିଆ ହେଇଗଲା କିମ୍ବା ଫିଲିଙ୍ଗସ୍ ହେଇଗଲା କିମ୍ବା ଆମର ଯାହା ସବୁ ଆମର ଭ୍ୟୁଜ୍ ହେଇଯାଉଛି ସେ ସବୁକୁ ଆମେ ଇନ୍ ସେଣ୍ଟେନ୍ସରେ ଆମେ ଏକ୍ସପ୍ରେସନ୍ କରିଥାଉ ଆମେ ସେଣ୍ଟେନ୍ସରେ ବାକ୍ୟରେ କିସ ଏକ୍ସପ୍ରେସ୍ କରିଥାଉ ବୋଲି ଏଠି କହୁଛନ୍ତି ହେଲା। ତ ସେଣ୍ଟେନ୍ସ ମେଡ୍ ଅପ୍ ଅଫ୍ ୱାର୍ଡସ୍ ତାହେଲେ ସେଣ୍ଟେନ୍ସଟା ଆମର କାହାକୁ ନେଇକି ତିଆରି ନା ୱାର୍ଡସ୍ ମାନଙ୍କୁ ନେଇକି ଆମର ସେଣ୍ଟେନ୍ସଟି ଆମର ଗଠିତ ହେଇଥାଏ। ଇଜ୍ ଏ ମିନିଂଫୁଲ୍ ଏକ୍ସପ୍ରେସନ୍ ଯାହାର କି ଆମର ଗୋଟେ ସେ ୱାର୍ଡ ମାନଙ୍କର ଗୋଟେ ମିନିଂଫୁଲ୍ ଏକ୍ସପ୍ରେସନ୍ ଥାଏ ମାନେ ମିନିଂଫୁଲ୍ ମାନେ ଆମର କ'ଣ ଅର୍ଥପୂର୍ଣ୍ଣ ଅଭିବ୍ୟକ୍ତି ଥାଏ ମାନେ ପୂର୍ଣ୍ଣ ଅର୍ଥର ଗୋଟେ ଆମର କିଛି ଅଭିବ୍ୟକ୍ତି ଥାଏ ତାକୁ ଆମେ ସେଣ୍ଟେନ୍ସ ବୋଲି କହିବା। ତାହେଲେ ଜାଣି ହେଲା ତ ସେଣ୍ଟେନ୍ସ କାହାକୁ କହିବା। ତାହେଲେ ଆକ୍ଟିଭିଟି ୱାନ୍ରେ ତୁମର ଏଠି କ'ଣ ଦେଇଛି ଦେଖ ହେଲା ଆକ୍ଟିଭିଟି ୱାନ୍ରେ ଦିଆହେଲା ଯେ देयर आर सम वर्ड्स इन टेबल ए एंड बी ताले टेबल ए रे किछि वर्ड दिया हेछि आउ टेबल बी रे किछि वर्ड गुडी को दिया हेछि बोले एठी तुमरो कोहा होछि एक्टिविटी 1 ताले यू हैव टू जॉइन देम सुइटेबली बाय ड्राइंग ए लाइन टू मेक ए मीनिंगफुल एक्सप्रेशन। ताले तुमको एठी कोन कोहा हला ना तुमे ए टेबल ए रे दिया जायथवा वर्ड गुडी को टेबल बी रे दिया जायथवा वर्ड गुडी को सहित जॉइन करे एमते भाबरे जॉइन करो जे जेमति तांकर मीनिंग गुटे माने ठीक मीनिंग गुटे आसथुव हला। देन राइट द कंप्लीट सेंटेंस तापर कंप्लीट सेंटेंस टाकू लेख वन हैज बीन डन फॉर यू गोटे तुम पई कर दिया देखो गोटे आम पई कर देछि ताले आमे आ बाकी जो चारटा रहिला से बाकी चारटा को निजे कर देखिया जेमते फास्ट हमर कोन कर देला एठी दैट बॉय इज इंटेलिजेंट बोली फास्ट हमको कहला ताले हम एठी देखो जेमती से जॉइन करछि जे दैट बॉय को इज इंटेलिजेंट सहित हमर जॉइन कला ताले एठी हमर कंप्लीट मीनिंग जदि एकाथरे पढ़िबा देखो दैट बॉय इज इंटेलिजेंट ए सेंटेंस हमर गोटे कंप्लीट मीनिंग दउछि तेनु हमें याको गोटे सेंटेंस बोली कहि परिबा जेहेतु हमर पूर्ण अर्थ प्रकाश करूछि ताले से पिलाटी हमर किछो इंटेलिजेंट माने कोन इंटेलिजेंट माने होछि हमर ज्ञानी से पिलाटी ज्ञानी बोली हम कहूछि सेमेतिया द चाइनीज को कहा सहित हमें जॉइन करिया द चाइनीज को हमें जॉइन करिया देखिए कहा सहित से पूर्ण अर्थ प्रकाश करछि द चाइनीज जो पॉपुलर हॉकी प्लेयर कहि परिबानी ताले चाइनीज एठी हम कहा सहित पूर्ण अर्थ प्रकाश करछि ना द चाइनीज आर इंडस्ट्रियस बोली ए देखो या आर इंडस्ट्रियस सहित ये हमर संपूर्ण अर्थ प्रकाश करछि तेणु द चाइनीज को हमें आर इंडस्ट्रियस सहित हमर जोग कली
ତାହେଲେ କ'ଣ ହବ ୟାର ନା ଚାଇନିଜ୍ ଗୁଡ଼ିକ ଆମର କିସ ଇଣ୍ଡଷ୍ଟ୍ରିୟସ୍ ବୋଲିକି କହୁଛନ୍ତି। ତାହେଲେ ୟା ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କଲା। ତେଣୁ ଇଏ ଆମର ଗୋଟେ ସେଣ୍ଟେନ୍ସ ହେଇଯିବ। ସେମିତିଆ ଦିଲ୍ଲୀପ ତିର୍କି ଇଜ୍ ଏ ପପୁଲାର ହକି ପ୍ଲେୟାର। ଆମେ ଜାଣିଛୁ ଦିଲ୍ଲୀପ ତିର୍କି ଜଣେ ଗୋଟେ କିସ ହକି ପ୍ଲେୟାର ନାଁ ହେଲା। ତେଣୁ ତିର୍କି ଇଜ୍ ଏ ପପୁଲାର ହକି ପ୍ଲେୟାର ବୋଲି ଆମେ କହିପାରିବା। ତାହେଲେ ଦିଲ୍ଲୀପ ତିର୍କି ଇଜ୍ ଏ ପପୁଲାର ହକି ପ୍ଲେୟାର ସହିତ ମିଶିକି ପୂର୍ଣ୍ଣ ଅର୍ଥ ପ୍ରକାଶ କରିଛି। ତେଣୁ ଦିଲ୍ଲୀପ ତିର୍କିକୁ ଇଜ୍ ଏ ପପୁଲାର ହକି ପ୍ଲେୟାର ସହିତ ଜଏନ୍ କଲି। ଜାଣି ହେଲା। ସେମିତିଆ ଟ୍ରିଜ୍ ପ୍ରୋଭାଇଡ୍ସ ଅସ୍ ଅକ୍ସିଜେନ୍। ତାହେଲେ ଗଛ ଗୁଡ଼ିକ ଆମକୁ କ'ଣ କରନ୍ତି? ଗଛ ଗୁଡ଼ିକ ଆମକୁ ଅକ୍ସିଜେନ୍ ଦେଇଥାନ୍ତି। ତେଣୁ ଟ୍ରିଜ୍‌କୁ ଆମକୁ ପ୍ରୋଭାଇଡ୍ସ ଅସ୍ ୱିଥ୍ ଅକ୍ସିଜେନ୍ ସହିତ ଜଏନ୍ କଲି। ଗାରଟା ଆଣିକି ଯୋଗ କଲି ହେଲା। ଜାଣି ହେଲା। ସେମିତିଆ ଦ କାଉଜ୍ ଫିଡ୍ ଅନ୍ ଗ୍ରାସ୍। ଆଉ ଗାଈ ଗୁଡ଼ିକ କୋଉଠି ଚରନ୍ତି ନା ଘାସରେ ଚରନ୍ତି ବୋଲି ଏଠୁ ଆମେ ଜାଣିପାରିଲେ। ତାହେଲେ ଏତିକିଟା ଜାଣି ହେଲା। ତାପରେ ଏଗୁଡ଼ାକ ଆମେ ରାଇଟ୍ ଦ କମ୍ପ୍ଲିଟ୍ ସେଣ୍ଟେନ୍ସ। ତାପରେ ଏଗୁଡ଼ିକ ଯୋଉ ଆମର କମ୍ପ୍ଲିଟ୍ ସେଣ୍ଟେନ୍ସ ହବ ସେଗୁଡ଼ାକ ଆମର ଲେଖିବା ଯେମିତି ଏଠି ଲେଖିଦେଇଛି ଦେଖ ହେଲା। ଗୋଟେ ଆମର ପାଇଁ କରିଦେଇଛି ସେ ଅନୁସାରେ ଲେଖିବା ଯେ ଦ୍ୟାଟ୍ ବୟ ଇଜ୍ ଇଣ୍ଟେଲିଜେଣ୍ଟ ହେଲା। ଦ୍ୟାଟ୍ ବୟ ଇଜ୍ ଇଣ୍ଟେଲିଜେଣ୍ଟ ସେମିତି ହବ। ଦ ଚାଇନିଜ୍ ଆର୍ ଭେରି ଇଣ୍ଡଷ୍ଟ୍ରିୟସ୍। ଦିଲ୍ଲୀପ ତିର୍କି ଇଜ୍ ଏ ପପୁଲାର ହକି ପ୍ଲେୟାର। ଟ୍ରିଜ୍ ପ୍ରୋଭାଇଡ୍ ଅସ୍ ଅକ୍ସିଜେନ୍। ଦ କାଉଜ୍ ଫିଡ୍ ଅନ୍ ଗ୍ରାସ୍। ତାପରେ ଏଠି କ'ଣ କହିଲା ନା ଦ ପାର୍ଟ ଦ ପାର୍ଟସ୍ ଇନ୍ କଲମ୍ ଏ। ତାହେଲେ କଲମ୍ ଏ ରେ ଯୋଉ ପାର୍ଟ ଗୁଡ଼ା ଦିଆହେଇଛି ଆର୍ କଲ୍ଡ ସବଜେକ୍ଟ ଆଣ୍ଡ ଦ ପାର୍ଟସ୍ ଇନ୍ କଲମ୍ ବି ଆର୍ କଲ୍ଡ ପ୍ରେଡିକେଟ୍ ହେଲା। ତାହେଲେ କଲମ୍ ଏ ରେ ଦିଆଯାଇଥିବା ଆମର ଯୋଉ ପାର୍ଟ ଗୁଡ଼ା ଏଟାକୁ ଆମର ସବଜେକ୍ଟ ବୋଲି କୁହାଯାଏ ବୋଲି କହୁଛନ୍ତି। ଆଉ ଏଠି କଲମ୍ ବି ରେ ଦିଆଯାଇଥିବା ପାର୍ଟ ଗୁଡ଼ାକୁ ଆମର ପ୍ରେଡିକେଟ୍ ବୋଲି କୁହାଯାଉଛି। ତାହେଲେ ଏଗୁଡ଼ାକ ଆମର କ'ଣ ପାଇଁ ସବଜେକ୍ଟ କୁହାଗଲା? ମୁଁ ଟିକେ ପୂର୍ବରୁ ହିଁ କହିଥିଲି ଯେ ସବଜେକ୍ଟ ଆମର ଯେତେବେଳେ ଆମେ କିସ ଆମ କର୍ତ୍ତା ବିଷୟରେ କିଛି କହିଥାଉ ତାକୁ ଆମେ ଯାହା କର୍ତ୍ତା ବିଷୟରେ ଆମେ ଯେତେବେଳେ କଥା ହଉ ସେତେବେଳେ ଆମେ କିସ ସବଜେକ୍ଟ ତାକୁ କହିବା। ଆଉ ପ୍ରେଡିକେଟ୍ କୋଉଟା ହଉଥିଲା? ପ୍ରେଡିକେଟ୍ ଆମର କର୍ତ୍ତା ବିଷୟରେ ଆମର ଯାହା ବି କୁହାଯାଇଥାଏ ସିଏ ହେଲା ଆମର ପ୍ରେଡିକେଟ୍। ଆଉ ଆମର ଏଠି କିସ ଯାହା ବି ବିଷୟରେ ଆମେ କିଛି କଥା ହଉ ସିଏ ହଉଥିଲା ସବଜେକ୍ଟ। ଆଉ ଆମର ସବଜେକ୍ଟ ଯାହା କରୁଥିଲା ସିଏ ହଉଥିଲା ଆମର ପ୍ରେଡିକେଟ୍। ତାହେଲେ ଟେବୁଲ ଏ ରେ ଆମର କର୍ତ୍ତା ଦିଆହେଇଛି ମାନେ ସବଜେକ୍ଟ ଗୁଡ଼ାକ ଦିଆହେଇଛି। ଆଉ ଟେବୁଲ ବି ରେ ପ୍ରେଡିକେଟ୍ ଗୁଡ଼ିକୁ ଦିଆହେଇଛି। ତାହେଲେ ଏଠି ବି ଦେଖ ମୁଁ ଲେଖିଲା ବେଳକୁ ସବଜେକ୍ଟ ଗୁଡ଼ିକୁ ରେଡ୍ କଲରରେ ଲେଖିଦେଇଛି ହେଲା। ଆଉ ପ୍ରେଡିକେଟ୍ ଗୁଡ଼ିକୁ ବ୍ଲୁ କଲରରେ ଲେଖିଦେଇଛି। ପଢ଼ିଲା ବେଳେ ବି ତୁମେ ଜାଣିପାରିବ। ତାପରେ ଚାଲ ନେକ୍ସଟ ଯିବା। ନେକ୍ସଟ କ'ଣ କହିଲା ନା ଟେକ୍ କେୟାର ହ୍ୱେନ୍ ଫାର୍ମିଂ ଏ ସେଣ୍ଟେନ୍ସ ଲୁକ୍ ଆଟ୍ ଦ ୱାର୍ଡ ଅର୍ଡର ଇନ୍ ଦ ଫଲୋଇଂ ସେଣ୍ଟେନ୍ସ। ତାହେଲେ ଯେତେବେଳେ ଆମେ ଗୋଟେ ୱାର୍ଡକୁ ଭାଙ୍ଗୁଛୁ ହେଲା ଭାଙ୍ଗୁଛୁ ମାନେ ଗୋଟେ ସେଣ୍ଟେନ୍ସକୁ ଯେତେବେଳେ ଆମେ ଭାଙ୍ଗୁଛୁ ସେତେବେଳେ ତାକୁ କିସ ଲକ୍ଷ୍ୟ କରିବା ପାଇଁ କୁହାଗଲା ହେଲା। ଠିକ୍ସେ ମାନେ ଠିକ୍ସେ ଭାଙ୍ଗିବା ହେଲା। ଟେକ୍ କେୟାର ହ୍ୱେନ୍ ଫାର୍ମିଂ ଏ ସେଣ୍ଟେନ୍ସ। ଯେତେବେଳେ ଆମେ ଗୋଟେ ସେଣ୍ଟେନ୍ସକୁ ଭାଙ୍ଗୁଛୁ ସେତେବେଳେ ଆମେ ଠିକ୍ସେ ଯତ୍ନ କରିକି ଭାଙ୍ଗିବା ବୋଲି କୁହାହଉଛି। ତାହେଲେ ଦେଖ ଇଜ୍ ଇନ୍ଦ୍ରାଣୀ ଏ କ୍ଲାସିକାଲ ସିଙ୍ଗର। ଏଠି ଆମର କ'ଣ କହୁଛି ଇନ୍ଦ୍ରାଣୀ କ'ଣ ଜଣେ କ୍ଲାସିକାଲ ସିଙ୍ଗର କି ବୋଲି କ୍ୱେଶ୍ଚନ ପଚରା ହେଲା ଆମର ଫାର୍ଷ୍ଟ ସେଣ୍ଟେନ୍ସରେ। ସେମିତିଆ ଇନ୍ଦ୍ରାଣୀ ଇଜ୍ ଏ କ୍ଲାସିକାଲ ସିଙ୍ଗର। ଏଠି ତାପରେ କହୁଛି କ'ଣ ନା ଇନ୍ଦ୍ରାଣୀ ଜଣେ କ୍ଲାସିକାଲ ସିଙ୍ଗର ବୋଲିକି ଏଠି ଆମର କୁହାଗଲା। ତାହେଲେ ବଟ୍ ଦ ଫଲୋଇଂ ପାଟର୍ନ ଆର୍ ନଟ୍ ଆକ୍ସେପ୍ଟେବୁଲ୍। ତାପରେ ଏଠି ଦିଆହେଇଥିବା ଏଗୁଡ଼ା ଆମର ଆକ୍ସେପ୍ଟେବୁଲ୍ ଏଗୁଡ଼ା ଆମର ପୂର୍ଣ୍ଣ ଅର୍ଥ ପ୍ରକାଶ କରିଛି। ସେଥିପାଇଁ ଏଗୁଡ଼ିକୁ ଆମର ଏ ସେଣ୍ଟେନ୍ସ ଗୁଡ଼ିକୁ ଆମର ଆକ୍ସେପ୍ଟେବୁଲ୍ କରାଯାଉଛି ମାନେ ସ୍ୱୀକାର କରାହେଉଛି। ଆକ୍ସେପ୍ଟ ମାନେ ସ୍ୱୀକାର କରିବା ହେଲା। ବଟ୍ ଦ ଫଲୋଇଂ ପାଟର୍ନସ୍ ଆର୍ ନଟ୍ ଆକ୍ସେପ୍ଟେବୁଲ୍। ତାପରେ ଏଠି ଯୋଉ ଏଠି ଥିଲା ଯେ କ୍ଲାସିକାଲ ଇଜ୍ ଇନ୍ଦ୍ରାଣୀ ଏ ସିଙ୍ଗର କ୍ଲାସିକାଲ ଇନ୍ଦ୍ରାଣୀ ଇଜ୍ ଏ ଏଗୁଡ଼ିକୁ ଆମର ସିକ୍ୱେନ୍ସଟା ଏଇ ସେଣ୍ଟେନ୍ସ ଗୁଡ଼ିକର ସିକ୍ୱେନ୍ସ ଗୁଡ଼ା ଆମର ଠିକ୍ ନାହିଁ। ତେଣୁ ଏଗୁଡ଼ିକୁ ଆମ ସେଣ୍ଟେନ୍ସ ବୋଲି କହିପାରିବାନି। ଏଇ ଯୋଉ ୱାର୍ଡ ଗୁଡ଼ିକ ଦିଆହେଇଛି ଏଗୁଡ଼ିକ ଆମର କ'ଣ ଠିକ୍ କ୍ରମରେ ସଜେଇକି ଲେଖା ହେଇନି। ତେଣୁ ଏମାନଙ୍କୁ ଆମେ ସେଣ୍ଟେନ୍ସ ବୋଲିକି କହିପାରିବା ନାହିଁ। ତାହେଲେ ଦ ୱାର୍ଡସ୍ ଆର୍ ଆରେଞ୍ଜ ଇନ୍ ଏ ପାର୍ଟିକୁଲାର ଅର୍ଡର ପାଟର୍ନ ଟୁ ମେକ୍ ଏ ସେଣ୍ଟେନ୍ସ। ତାହେଲେ ୱାର୍ଡ ଗୁଡ଼ିକ ଆମର ଗୋଟେ ସେଣ୍ଟେନ୍ସ ତିଆରି କରିବା ପାଇଁ ହେଲେ ସେଗୁଡ଼ିକ ଆମର କିସ ପାର୍ଟିକୁଲାର ଅର୍ଡରରେ ଆଉ ପାଟର୍ନରେ କିସ ଆରେଞ୍ଜ ହେଇକି ରହିଥିବା ନିହାତି ଜରୁରୀ ହେଲା। ଏଠି ଯେମିତି ଆମର ପାର୍ଟିକୁଲାର ଅର୍ଡରରେ ଆରେଞ୍ଜ ହେଇକି ରହିଥିଲା ସେଥିପାଇଁ ଏଗୁଡ଼ିକ ଆମର ସେଣ୍ଟେନ୍ସ ବୋଲି କହିଦେଲୁ। ଯେହେତୁ ଏଠି ୱାର୍ଡସ୍ ଗୁଡ଼ିକ ଆମର ପାର୍ଟିକୁଲାର ଅର୍ଡରରେ ଆରେଞ୍ଜ ହେଇକି ରହିନାହିଁ ତେଣୁ ଏଗୁଡ଼ିକୁ ଆମେ ସେଣ୍ଟେନ୍ସ ବୋଲି କହିପାରିବା ନାହିଁ। ତାପରେ ଦେଖ ନେକ୍ସଟ ହେଲା ଆକ୍ଟିଭିଟି 2 ରେ ଆମର କ'ଣ କହୁଛି ନା ପୁଟ୍ ଦ ୱାର୍ଡସ୍ ଇନ୍ ଏ କରେକ୍ଟ ଅର୍ଡର ଦ ଫାଷ୍ଟ ୱାନ୍ ହାଜ୍ ଡନ୍ ଫର୍ ୟୁ। ତାହେଲେ ଫାଷ୍ଟ ଗୋଟେ ଆମକୁ ଯେମିତି ମାନେ ଠିକ୍ କ୍ରମରେ ସଜେଇକି ଲେଖିତେ କହିଛି ମାନେ ଯେମିତିକି ଆମର ଗୋଟେ ପୂର୍ଣ୍ଣ ଅର୍ଥ ପ୍ରକାଶ କରିବ ହେଲା। ଏଇ ୱାର୍ଡ ଗୁଡ଼ିକୁ କ୍ରମରେ ସଜେଇକି ଲେଖିବା ଯେମିତି ଏଗୁଡ଼ିକୁ ଆମର ଗୋଟେ ପୂର୍ଣ୍ଣ ଅର୍ଥ ପ୍ରକାଶ କରିବେ। ଫାଷ୍ଟ ଗୋଟେ ଆମକୁ କରିଦେଇଛି ଯେ ହିଅର୍ ୟୁ ୱେଟିଂ ଫର୍ ଆର୍ ଦେଇଥିଲା ତାକୁ ଆମକୁ ସଜେଇକି ଲେଖିଲେ କ'ଣ ହବ ନା ଆର୍ ୟୁ ୱେଟିଂ ଫର୍ ହର୍ ଆର୍ ୟୁ ୱେଟିଂ ଫର୍ ହର୍। ତୁମେ କ'ଣ ତାକୁ ଏଠି ଅପେକ୍ଷା କରିଛ। ହର୍ ମାନେ ହର୍ଟା ଆମର ଗୋଟେ ଝିଅ ପାଇଁ ବସିଛି ତାହେଲେ ହେଲା ସ୍ତ୍ରୀଲିଙ୍ଗ। ତାପରେ ଦେଖ ଏଠି ଯୋଉ ଦେଲା ହି ସଙ୍ଗ ଲିସନିଂ ଦିସ୍ ଇଜ୍ ଟୁ ନଟ୍ ତ ୟାକୁ ଯଦି ସଜେଇକି ଲେଖିଲା ଆମର କ'ଣ ହବ ହି ଇଜ୍ ନଟ୍ ଲିସନିଂ ଟୁ ଦିସ୍ ସଙ୍ଗ। ସେ ଏ ଗୀତଟିକୁ ଶୁଣୁ ନାହିଁ। ସେମିତି ୟାକୁ ଆମର ସଜେଇକି ଲେଖିଲେ କ'ଣ ହବ ନା ଆଇ ହାଭ୍ ନଟ୍ କୁକ୍ଡ ଫର୍ ୟୁ ହେଲା।
ମୁଁ ତୁମ ପାଇଁ ରୋଷେଇ କରିନାହିଁ। ତାପରେ 4 ନମ୍ବରଟାକୁ ସଜେଇକି ଲେଖିବା ହେଲେ କ'ଣ ହବ ନା ହି ଇଜ୍ ଏ ଟଲ୍ ବୟ, ସେ ଗୋଟିଏ ଆମର ଡେଙ୍ଗା ପିଲା। ସେମିତିଆ 5 ନମ୍ବରଟାକୁ ଆମର ସଜେଇକି ଲେଖିଲେ କ'ଣ ହବ ନା ଗାନ୍ଧିଜୀ ଇଜ୍ ଦ ଫାଦର ଅଫ୍ ଆୱାର ନେସନ୍, ଗାନ୍ଧିଜୀ ହେଉଛନ୍ତି ଆମର କିସ ଜାତିର ପିତା। ସେମିତିଆ 6 ନମ୍ବରଟାକୁ ସଜେଇକି ଲେଖିଲେ ଆମର କ'ଣ ହବ ନା ହ୍ୱେନ୍ ଡୁ ୟୁ ଗେଟ୍ ଅପ୍, ହେଲା ଲେଖିଦେବା ଗଡ଼। ସେମିତି 7 ନମ୍ବରଟାକୁ ଆମର ସଜେଇକି ଲେଖିଲେ କ'ଣ ହବ ନା ଅଲ୍ ଗ୍ଲିଟର୍ସ ଇଜ୍ ନଟ୍ ଗୋଲ୍ଡ, ଗ୍ଲିଟର ମାନେ ଯୋଉଗୁଡ଼ା ଆମର ଚକଚକ କରୁଥିବା ଚମକ ପଦାର୍ଥ ଗୁଡ଼ା, ହେଲା। ତାହେଲେ ଯେତେ ବି ଆମର ଚମକୁଥିବା ପଦାର୍ଥ ଗୁଡ଼ିକ ଆମର ଗୋଲ୍ଡ ନାହିଁ ବୋଲି ଏଠି ଆମର କୁହାହେଉଛି। ପୂର୍ଣ୍ଣ ଅର୍ଥ ପ୍ରକାଶ କଲା, ମାନେ ଏମିତି ଭାବରେ ସଜେଇକି ଲେଖିବା ଯେ ଯେମିତି ୱାର୍ଡ ଗୁଡ଼ିକ ଆମର ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଥିବେ। ସେମିତି ଏଇ 8 ନମ୍ବର ଦିଆଯାଇଥିବା ୱାର୍ଡ ଗୁଡ଼ିକ ଯଦି ଆମେ ସଜେଇକି ଲେଖିବା ତାହେଲେ କ'ଣ ହବ ନା ଦେଖ ସିଙ୍ଗିଂ ଇଜ୍ ସୋ ଅନିମା ସୁଇଟଲି ଏମିତି ଦିଆ ହେଇଥିଲା, ତାକୁ ୟାକୁ ଯଦି ଆମେ ସଜେଇକି ଲେଖିବା ହେଲେ କ'ଣ ହବ ନା ଅନିମା ଇଜ୍ ସିଙ୍ଗିଂ ସୋ ସୁଇଟଲି, ଅନିମା ବହୁତ ମଧୁରତାର ସହିତ ଗାଉଛି ବୋଲି କୁହାହଉଛି ଏଠି ସେଣ୍ଟେନ୍ସରେ, ହେଲା। ପୂର୍ଣ୍ଣ ଅର୍ଥ ପ୍ରକାଶ କଲା, ତେଣୁ ଏ ଗୋଟେ ଆମର କମ୍ ସେଣ୍ଟେନ୍ସ ହେଇଗଲା। ଦେଖ ସେମିତି ୟାକୁ ଯଦି ସଜେଇକି ଲେଖିବା 9 ନମ୍ବରରେ ଦିଆହେଇଥିବା ୱାର୍ଡ ଗୁଡ଼ିକ କ'ଣ ହବ ନା କ୍ୟାନ୍ ୟୁ ଗେସ୍ ଦ ଆନ୍ସର, ହେଲା। ସେମିତିଆ ଦ ସନ୍ ଏଟ୍ ଲୁକ୍, ୟାକୁ ଯଦି ସଜେଇକି ଲେଖିବା ହେଲେ ଲୁକ୍ ଆଟ୍ ଦ ସନ୍ ବୋଲି ହେଇଯିବ। ଦେଖ ହେଲା, ଯେତେବେଳେ ଆମର ଭରୁରୁ ଆରମ୍ଭ ହୋଇଥାଏ ଏଗୁଡ଼ାକ ଆମର ଗୋଟେ ଇମ୍ପାରାଟିଭ୍ ସେଣ୍ଟେନ୍ସ ବୋଲି କୁହାଯାଏ। ଏଠି ଆମର ସବଜେକ୍ଟଟା ଆମର କିସ ନା ଅଣ୍ଡରଷ୍ଟୁଡ୍ ହେଇକି ଅଛି, ବୁଝା ପଡ଼ିଯାଉଛି, ସେଥିପାଇଁ ଏଟା ଏମିତି ଖାଲି ଲୁକ୍ ଆଟ୍ ଦ ସନ୍, ସୂର୍ଯ୍ୟଟିକୁ ଚାହଁ ବୋଲି କୁହାହେଲା। ତାପରେ ଏଠି ଯୋଉ ସେଣ୍ଟେନ୍ସ ଗୁଡ଼ା ରେଡ୍ରେ ଲେଖିଦେଇଛି ସେଗୁଡ଼ା ଆମର ସବୁ ହଉଥିଲା ସବଜେକ୍ଟ, ଆଉ ଯୋଉଗୁଡ଼ା ଆମର ବ୍ଲୁରେ ଲେଖା ହେଇଛି ସେ ସବୁ ହଉଛନ୍ତି ଆମର ତାହେଲେ ଏଠି ପ୍ରେଡିକେଟ୍, ହେଲା, ଜାଣି ହେଲା। ତାପରେ ଚାଲ ନେକ୍ସଟ ରିଡ୍ ଦ ଫଲୋଇଂ ଇନଫର୍ମେସନ୍ ଅବାଉଟ୍ ଇତିଶ୍ରୀ, ଇତିଶ୍ରୀ ବିଷୟରେ ଦିଆହେଇଥିବା ଏଇ ଇନଫର୍ମେସନକୁ ପଢ଼ିବା ପାଇଁ କୁହାହେଲା। ଦେଖ ତାହେଲେ ଦିସ୍ ଇଜ୍ ଇତିଶ୍ରୀ, ଏହା ହେଉଛି ଆମର ଇତିଶ୍ରୀ, ହେଲା, ଇତିଶ୍ରୀ SHRE ଇତିଶ୍ରୀ। ତାହେଲେ ଦିସ୍ ଇଜ୍ ଇତିଶ୍ରୀ, ଏ ହେଉଛି ଇତିଶ୍ରୀ ବୋଲି କୁହାହେଲା। ସି ଇଜ୍ ଇନ୍ କ୍ଲାସ୍ X, ସେ ଆମର କେତେ 10ମ ଶ୍ରେଣୀରେ ପଢ଼େ ବୋଲି କୁହାହେଉଛି ଏଠି। ସି ଇଜ୍ 14, ତାର ବୟସ 14 ବୋଲି କୁହାହେଲା। ମିଷ୍ଟର କରୁଣାକର ଇଜ୍ ହର୍ ଫାଦର, ଆଉ ଏଇ ଇତିଶ୍ରୀର ପିତାଙ୍କ ନାମ ହେଉଛି ମିଷ୍ଟର କରୁଣାକର। ହି ଇଜ୍ ଆନ୍ ଇଞ୍ଜିନିୟର, ଆଉ ତାଙ୍କ ଇତିଶ୍ରୀର ବାପା ଜଣେ ଇଞ୍ଜିନିୟର ବୋଲି କୁହାହେଲା, ହେଲା, ଜାଣି ହେଲା। ତାପରେ ଦେଖ ନାଉ ରାଇଟ୍ 6 ସେଣ୍ଟେନ୍ସେସ୍ ୟୁଜିଂ ଦ ଇନଫର୍ମେସନ୍ ଗିଭେନ୍ ବିଲୋ, ତାହେଲେ ଏଇଠି ଯେଉଁ ଆମର 6ଟା ଇନଫର୍ମେସନ୍ ଦିଆହେଇଛି, ହେଲା, ଏଇ 6ଟା ଇନଫର୍ମେସନ୍କୁ ବ୍ୟବହାର କରିକି ଆମେ 6ଟା ସେଣ୍ଟେନ୍ସ ଲେଖିବା ବୋଲି କୁହାହେଲା। ଫାର୍ଷ୍ଟ ଆମକୁ କରିଦେଇଥିଲା ଯେ ଦିସ୍ ଇଜ୍ ଶ୍ରୀନିବାସ, ଦେଖ ଦିସ୍ ଇଜ୍ ଶ୍ରୀନିବାସ କରିଦେଇଥିଲା। ତାପରେ କ'ଣ ହବ ନା ଫାଦରର ନେମ୍ ଦେଇଛି ମିଷ୍ଟର ସୁଭାଷ ଚନ୍ଦ୍ର, ତାହେଲେ ଆମେ କ'ଣ ଲେଖିବା ନା ହିଜ୍ ଫାଦର ନେମ୍ ଇଜ୍ ମିଷ୍ଟର ସୁଭାଷ ଚନ୍ଦ୍ର, ଜାଣି ହେଲା। ସେମିତିଆ ତାପରେ ତାର ଏଜ୍ ଏଠି 15 ବୋଲି ଦିଆହେଇଛି, ତାହେଲେ ଏଟାକୁ ଆମେ କ'ଣ ଲେଖିବା ନା ହି ଇଜ୍ 15 ବୋଲି ଲେଖିବା। ସେମିତିଆ ସିଷ୍ଟର ଏ ସିଙ୍ଗର ବୋଲି ଦେଲା, ତାହେଲେ ତାର ସିଷ୍ଟର ଜଣେ ସିଙ୍ଗର ବୋଲି ଆମେ ଲେଖିବା ହିଜ୍ ସିଷ୍ଟର ଇଜ୍ ଏ ସିଙ୍ଗର। ହି ଇଜ୍ ନଟ୍ ଆନ୍ ଏୟାରଲି ରାଇଜର, ତାପରେ ଦେଖ ନଟ୍ ଆନ୍ ଏୟାରଲି ରାଇଜର ଦେଇଥିଲା ମାନେ କିଏ ସେ ଆମର ଶୀଘ୍ର ଉଠେ ନାହିଁ, ସେଥିପାଇଁ ଏଠି ଲେଖିବା ଯେ ହି ଇଜ୍ ନଟ୍ ଆନ୍ ଏୟାରଲି ରାଇଜର, ଜାଣି ହେଲା। ତାପରେ ଦେଲା ଯେ ହବି ସୁଇମିଂ, ତାହେଲେ ଏଠି ଆମକୁ ଶ୍ରୀନିବାସର ହବି ବିଷୟରେ ଦିଆଯାଇଛି, ହେଲା। ହବିଟା କୋଉଟା ଯୋଉଟା ଆମର ସବୁଦିନ କରେ, ହେଲା, ଯୋଉଟା ତାକୁ କରିବାକୁ ଭଲ ଲାଗେ। ହିଜ୍ ହବି ଇଜ୍ ସୁଇମିଂ, ତାହେଲେ ହିଜ୍ ହବି ଇଜ୍ ସୁଇମିଂ, ତାର ହବି ହେଉଛି ପହଁରିବା। ତାପରେ ରିଡ୍ ଦ ଫଲୋଇଂ ଡାଇଲଗ ଆଣ୍ଡ ଦ ଇନଷ୍ଟ୍ରକ୍ସନ୍ ଗିଭେନ୍ ବିଲୋ, ତାହେଲେ ତଳେ ଦିଆଯାଇଥିବା ଡାଇଲଗ ଗୁଡ଼ିକୁ ପଢ଼ିବା ପାଇଁ କୁହାହେଲା, ଆଉ ଯେଉଁ ଇନଷ୍ଟ୍ରକ୍ସନ୍ ଦିଆଯାଇଛି ଏଇ ଇନଷ୍ଟ୍ରକ୍ସନ୍କୁ ପଢ଼ିବା ପାଇଁ କୁହାହେଲା। ଦେଖ ହେଲା, ଏଠି ଦୁଇ ଜଣଙ୍କର ଭିତରେ ଆମର କଥାବାର୍ତ୍ତା ଚାଲିଛି ଯେ ଟ୍ରାଫିକ୍ ପୋଲିସ ଆଉ ବାଇକ୍ ରାଇଡର ଦୁଇ ଜଣ କଥା ହେଉଛନ୍ତି, ହେଲା। ଟ୍ରାଫିକ୍ ପୋଲିସ କହୁଛି ଷ୍ଟପ୍ ଡୋଣ୍ଟ ମୁଭ୍, ଯେ ଅଟକି ଯାଅ ଆଉ ଆଗକୁ ବଢ଼ ନାହିଁ ବୋଲି ଟ୍ରାଫିକ୍ ପୋଲିସ କହୁଛି, ହେଲା। ବାଇକ୍ ରାଇଡର ସେତେବେଳେ କ'ଣ ଆନ୍ସର ଦେଉଛନ୍ତି ନା ସରି ହେଲ୍ପ ମି ଏ ଲିଟିଲ୍ ପ୍ଲିଜ୍, ସେତେବେଳେ ଆମର ବାଇକ୍ ରାଇଡର କହୁଛି ଯେ କ୍ଷମା କରିବେ ଆଜ୍ଞା, ମୋତେ ଟିକେ ସାହାଯ୍ୟ କରନ୍ତୁ, ହେଲା, ହେଲ୍ପ ମି ଏ ବିଟ୍ ପ୍ଲିଜ୍। ଟ୍ରାଫିକ୍ ପୋଲିସ ତାପରେ କହୁଛନ୍ତି ଯେ ହାଉ କ୍ୟାନ୍ ଆଇ ହେଲ୍ପ ୟୁ, ଯେ ମୁଁ ତୁମକୁ କେମିତି ସାହାଯ୍ୟ କରିପାରିବି। ସେତେବେଳେ ବାଇକ୍ ରାଇଡର କ'ଣ କହୁଛନ୍ତି ନା ପ୍ଲିଜ୍ ଟେଲ୍ ମି ଦ ୱେ ଟୁ ଦ ସୈନିକ ସ୍କୁଲ, ତାହେଲେ ମୋତେ ସୈନିକ ସ୍କୁଲର ରାସ୍ତାଟା ଟିକେ ବତେଇ ଦିଅନ୍ତୁ ବୋଲିକି ବାଇକ୍ ରାଇଡର କାହାକୁ ନା ଟ୍ରାଫିକ୍ ପୋଲିସକୁ କହୁଛି। ସେତେବେଳେ ଟ୍ରାଫିକ୍ ପୋଲିସ କ'ଣ କହୁଛି ନା ୱେଲ୍ ଆଇ ୱିଲ୍ ଡ୍ର ଏ ରୋଡ୍ ମ୍ୟାପ୍ ଫର୍ ୟୁ, ଯେ ହଉ ଠିକ୍ ଅଛି, ତାହେଲେ ମୁଁ ତୁମ ପାଇଁ ଗୋଟିଏ ରୋଡ୍ ମ୍ୟାପ୍ ତିଆରି କରିଦେବି, ସେଇଠୁ ତୁମ ଇନଷ୍ଟ୍ରକ୍ସନକୁ ଫଲୋ କରିକି ତୁମେ ଯାଇ କେଉଁଠି ପହଞ୍ଚି ପାରିବ ନା ସୈନିକ ସ୍କୁଲରେ ପହଞ୍ଚି ପାରିବ। ଦେଖ ତାହେଲେ ଏଠି ଆମକୁ ଯେଉଁ ଇନଷ୍ଟ୍ରକ୍ସନଟା ଆମର ଟ୍ରାଫିକ୍ ପୋଲିସ ବାଇକ୍ ରାଇଡରକୁ ଦେଲା ସେଇଟା ବିଷୟରେ ଏଠି ଦିଆହେଇଛି। ଦେଖ ଏଇଟା ଆମର ରୋଡ୍ ମ୍ୟାପ୍ଟା, ଏଇଟା ହେଉଛି ଆମର ଗୋଟେ ରୋଡ୍ ମ୍ୟାପ୍ଟା, ହେଲା। ତାହେଲେ ଇନଷ୍ଟ୍ରକ୍ସନରେ କ'ଣ ଲେଖା ହେଇଥିଲା ଗୋ ଷ୍ଟ୍ରେଟ୍ ଏଲଙ୍ଗ NH ଅପ୍ ଟୁ ଜୟଦେବ ବିହାର, ତାହେଲେ
ଜୟଦେବ ବିହାର ପର୍ଯ୍ୟନ୍ତ ହେଲା, ଜୟଦେବ ବିହାର ପର୍ଯ୍ୟନ୍ତ ପୁରା ଷ୍ଟ୍ରେଟ୍ ଯାଉ ହେଲା, ଜୟଦେବ ବିହାର ପର୍ଯ୍ୟନ୍ତ ପୁରା ଷ୍ଟ୍ରେଟ୍ ଯାଉ ବୋଲିକି ଲେଖା ହେଇଛି ସେଇ ଇନଷ୍ଟ୍ରକ୍ସନରେ। ତାପରେ ଜୟଦେବ ବିହାରରୁ କୋଉଠି କୁଆଡେ ଯିବ ନା ଟର୍ନ ଲେଫ୍ଟ, ଲେଫ୍ଟକୁ ବୁଲିବ, ଲେଫ୍ଟକୁ ବୁଲିବ ବୋଲି କୁହାହେଲା ଏଠି ଦେଖ ହେଲା। ତାପରେ ଟେକ୍ ଦ ନନ୍ଦନକାନନ ରୋଡ, ତାପରେ ଏଇଠୁ ଆମର ଦେଖ ଏଇଟା ଆମର ନନ୍ଦନକାନନ ରୋଡ, ତାହେଲେ ଏଇ ନନ୍ଦନକାନନ ରୋଡ ଦେଇକି ଯିବ ସେଠୁ ଆମର ଟ୍ରାଫିକ ପୋଲିସ ସେମିତି କହୁଛି ମାନେ କିସ ଜୟଦେବ ବିହାରରୁ ଲେଫ୍ଟକୁ ଗଲା ପରେ ଲେଫ୍ଟ ବୁଲିଲା ପରେ ସେଇଠୁ ଆମର ନନ୍ଦନକାନନ ରୋଡରେ ଯିବ। ଟର୍ନ ରାଇଟ୍ ଏଟ ନାଲକୋ ଛକ, ତାପରେ ନାଲକୋ ଛକ ପହଞ୍ଚିବା ପରେ ଏଇଠୁ ଆମର ରାଇଟକୁ ଟର୍ନ କରିବ ହେଲା। ଦେନ୍ କମ୍ସ ଦ ସୈନିକ ସ୍କୁଲ ଅନ୍ ଲେଫ୍ଟ, ତାପରେ ସୈନିକ ସ୍କୁଲଟା ଅନ୍ ଲେଫ୍ଟ ଦେଖ ଏଟା ଆମର ବୁଲିଲା ପରେ ଏଠି ରାଇଟ୍ ସାଇଡ୍ ଆସିବ, ଏଠି ଲେଫ୍ଟ ଲେଖିଦେଇଛି ଭୁଲରେ, ତାହେଲେ ଏଠି ଲେଖିଦିଅ ରାଇଟ୍, RIGHT ରାଇଟ୍ ବୋଲି ଜାଣି ହେଲା। ତାପରେ ବାଇକ୍ ରାଇଡର ଯେତେବେଳେ ଆମର ଟ୍ରାଫିକ ପୋଲିସ ତାକୁ ରୋଡ ମ୍ୟାପ୍ ଦେଇଦେଲେ, ତାପରେ ବାଇକ୍ ରାଇଡର ଥ୍ୟାଙ୍କ ୟୁ ଭେରି ମଚ୍ ସାର୍ ବୋଲିକି ଟ୍ରାଫିକ ପୋଲିସକୁ କହିଲେ ହେଲା, ଥ୍ୟାଙ୍କ ୟୁ ଭେରି ମଚ୍ ସାର୍। ତାପରେ ଆକ୍ଟିଭିଟି 4 କ'ଣ କହିଛି ନା, ଆକ୍ଟିଭିଟି 4 କହିଛି ଯେ ରିଡ୍ ଦ above dialogue and instruction about the road map, identify the subject and predicate। ତାହେଲେ ଏ ଉପରେ ଯେଉଁ ଆମର ଡାଇଲଗ ଆଉ ଇନଷ୍ଟ୍ରକ୍ସନ ଯେଉଁ ଦିଆହେଇଛି, ତାହେଲେ ଏଗୁଡ଼ିକର ଆମର ସବଜେକ୍ଟ ଆଉ ପ୍ରେଡିକେଟ୍ ବାଛିବା ପାଇଁ କୁହାହେଲା। ଦେଖ ହେଲା, ଯଦି ଏଇଠି ଆମେ ଦେଖିବା ଦେଖ ଏଠି ଯେତେବେଳେ କଥା ହଉଛନ୍ତି ଷ୍ଟପ୍ ଡୋଣ୍ଟ ମୁଭ୍ ହେଲା, ଏଠି ତାହେଲେ କିଏ ଷ୍ଟପ୍ ହବ? ୟୁ ଏଠି ଆମର ଅଣ୍ଡରଷ୍ଟୁଡ୍ ଥାଏ ବୋଲେ ଇମ୍ପାରେଟିଭ୍ ସେଣ୍ଟେନ୍ସ ବୋଲି କୁହାଯାଏ। ତାହେଲେ ଏଠି ଆମର ୟୁ ଷ୍ଟପ୍ ଡୋଣ୍ଟ ମୁଭ୍ ହେଲା, ୟୁଟା ଆମର ଏଠି ଅଣ୍ଡରଷ୍ଟୁଡ୍ ଥାଏ, ତେଣୁ ୟାକୁ ଏଠି ସବଜେକ୍ଟଟା ହେଉଛି ୟୁ ହେଲା, ସବଜେକ୍ଟ ହେଉଛି ୟୁ, ଷ୍ଟପ୍ ଡୋଣ୍ଟ ମୁଭ୍ ହେଉଛି ପ୍ରେଡିକେଟ୍। ଏଠି ସେମିତିଆ ହେଲ୍ପ ସରି ହେଲ୍ପ ମି ବିଟ୍ ପ୍ଲିଜ୍, ଏଠି ବି ସେମିତି ଆମର ଲୁଚିକି ରହିଛି ମାନେ ଅଣ୍ଡରଷ୍ଟୁଡ୍ ସବଜେକ୍ଟ ମାନେ କିଛି ନା ସବଜେକ୍ଟଟା ଲୁଚିକି ରହିଛି, ଆମେ ଏଠି ବୁଝା ପଡ଼ିଯାଏ ବୋଲି ଏଠି ନ ଲେଖିଥାଉ। ତାହେଲେ ଏଠି ଆମର ସବଜେକ୍ଟ ହେଉଛି ଆକ୍ଚୁଆଲି ୟୁ ହେଲା, ୟୁ ସବଜେକ୍ଟ, ଆଉ ବାକି ଯାହା ରହିଲେ ସବୁ ହେଉଛନ୍ତି ଆମର ପ୍ରେଡିକେଟ୍, ଏଗୁଡ଼ା ହେଉଛନ୍ତି ଆମର ପ୍ରେଡିକେଟ୍ ହେଲା, ଆଉ ୟୁ ହେଉଛି ଆମର ଏଠି ସବଜେକ୍ଟ, ଏଠି ଯେମିତି ହେଉଥିଲା ଜାଣି ହେଲା। ସେମିତିଆ ହାଉ କ୍ୟାନ୍ ଆଇ ହେଲ୍ପ ୟୁ, ଏଠି ହେଉଛି ଆମର ସବଜେକ୍ଟ ହେଉଛି ଆଇ, ଆଉ ବାକି ସବୁ ହେଉଛନ୍ତି ଆମର ପ୍ରେଡିକେଟ୍। ସେମିତି ବାଇକ୍ ରାଇଡର ପ୍ଲିଜ୍ ଟେଲ୍ ମି ଦ ୱେ ଟୁ ଦ ସୈନିକ ସ୍କୁଲ, ତାହେଲେ ଏଠି ଆମର ସବଜେକ୍ଟ ହେଉଛି ୟୁ, ଆଉ ବାକି ସବୁ ଯାହା ରହିଲେ ସେମାନେ ହେଉଛନ୍ତି ଆମର ପ୍ରେଡିକେଟ୍, ଏସବୁ ହେଉଛି ଆମର ପ୍ରେଡିକେଟ୍। ସେମିତିଆ ୱେଲ୍ ଆଇ ୱିଲ୍ ଡ୍ର ଏ ରୋଡ୍ ମ୍ୟାପ୍ ଫର୍ ୟୁ, ତାହେଲେ ଏଠି ଆଇ ହେଉଛି ସବଜେକ୍ଟ, ଆଉ ବାକି ସବୁ ଯିଏ ରହିଲେ ସେସବୁ ହେଉଛନ୍ତି ଆମର ପ୍ରେଡିକେଟ୍ ଜାଣି ହେଲା। ସେମିତି ଏଠି ଯଦି ଦେଖିବା ଆମର ଗୋ ଷ୍ଟ୍ରେଟ୍ along ଦ NH ଅପ୍ ଟୁ ଜୟଦେବ ବିହାର, ତାହେଲେ କିଏ ଏଠି ଷ୍ଟ୍ରେଟ୍ ଯିବ ଅପ୍ ଟୁ ଦ ଜୟଦେବ ବିହାର ପର୍ଯ୍ୟନ୍ତ? କାହା ବିଷୟରେ କୁହାଯାଇଛି? ୟୁ ବିଷୟରେ କୁହାଯାଇଛି। ୟୁଟା ଆମର ଏଠି ଲୁଚିକି ରହିଛି, ଅଣ୍ଡରଷ୍ଟୁଡ୍ ସବଜେକ୍ଟ ବୋଲି କୁହାଯାଏ। ଏଗୁଡ଼ା ହେଉଛି ଆମର ସବୁ କିସ ଗୋଟେ ଇମ୍ପାରେଟିଭ୍ ସେଣ୍ଟେନ୍ସ, ଇମ୍ପାରେଟିଭ୍ ସେଣ୍ଟେନ୍ସରେ ଆମର ସବଜେକ୍ଟ ଗୁଡ଼ିକ ଲୁଚିକି ରହିଯାଇଥାଏ, ସେଥିପାଇଁ ଏଗୁଡ଼ାକୁ ନ ଲେଖିଲେ ବି ଏଗୁଡ଼ାକୁ ବୁଝି ହୁଏ ହେଲା। ତାହେଲେ ଏଠି ଆମର ସବଜେକ୍ଟ ହେଉଛି ୟୁ, ୟୁ ହେଉଛି ଆମର ଏଠି ସବଜେକ୍ଟ ହେଲା, ଆଉ ବାକି ସବୁ ଯିଏ ରହିଲେ ଗୋ ଷ୍ଟ୍ରେଟ୍ along ଦ NH ଅପ୍ ଟୁ ଜୟଦେବ ବିହାର, ଏସବୁ ହେଉଛନ୍ତି ଆମର ପ୍ରେଡିକେଟ୍। ଏଠି ସେମିତି ୟୁ, ଏଠି ସେକେଣ୍ଡରେ ବି ଆମର 2 ନମ୍ବରରେ ବି ଆମର ଏଠି ୟୁ ହେଉଛି ଆମର କିସ ସବଜେକ୍ଟ, ଆଉ ବାକି ଯାହା ରହିଲା ଟର୍ନ ଲେଫ୍ଟ ଇଏ ହେଉଛନ୍ତି ଆମର ପ୍ରେଡିକେଟ୍। ଏଠି ସେମିତିଆ 3 ନମ୍ବରରେ ବି ୟୁ ସବଜେକ୍ଟ ହେବ, ଆଉ ଟେକ୍ ଦ ନନ୍ଦନକାନନ ରୋଡ ଇଏ ଆମର ପ୍ରେଡିକେଟ୍ ହେଇଯିବ। 4 ନମ୍ବରରେ ବି ୟୁ ସବଜେକ୍ଟ ହେବ, ଟର୍ନ ରାଇଟ୍ ଏଟ୍ ନାଲକୋ ଛକ ଇଏ ହେଉଛି ଆମର ପ୍ରେଡିକେଟ୍। ସେମିତିଆ 5 ନମ୍ବରରେ ଦେନ୍ କମ୍ସ ଦ ସୈନିକ ସ୍କୁଲ ଅନ୍ ଲେଫ୍ଟ, ଏଠି ଆମର ସୈନିକ ସ୍କୁଲ ବିଷୟରେ ଇନଫର୍ମେସନ ଦିଆଯାଇଛି, ତାହେଲେ ସେ ସୈନିକ ସ୍କୁଲଟା ଆମର ହେଇଯାଉଛି ଆମର ଏଠି ସବଜେକ୍ଟ, ଆଉ ବାକି ସବୁ ଯିଏ ରହିଲେ ଦେନ୍ କମ୍ସ ଲେଫ୍ଟ ମାନେ ଦେନ୍ କମ୍ସ ରାଇଟ୍, ଏସବୁ ହେଇଯାଉଛି ଆମର ଏଠି ପ୍ରେଡିକେଟ୍ ଜାଣି ହେଲା। ତାପରେ ଦେଖ ନେକ୍ସଟ 5 ନମ୍ବରରେ ଆମକୁ କହୁଛି ସେମିତିଆ ନାଉ ଲେଟ୍ ଅସ୍ ରାଇଟ୍ 5 ସେଣ୍ଟେନ୍ସ ଟୁ ଏକ୍ସପ୍ଲେନ୍ ଦ ରୋଡ୍ ମ୍ୟାପ୍ ଟୁ ସ୍ୱାତି ହୁ ୱାଣ୍ଟସ୍ ଟୁ ଗୋ ଟୁ ଦ ବାଲେଶ୍ୱର ଜିଲ୍ଲା ସ୍କୁଲ ଫ୍ରମ୍ ପୋଲିସ ଷ୍ଟେସନ ସ୍କୋୟାର ବାଲେଶ୍ୱର। ତାହେଲେ ଏଠି ଆମକୁ ଦେଲା ହେଲା ଯିଏ ସ୍ୱାତି ବୋଲି ଝିଅଟା, ଗୋଟେ ଝିଅଟା ଯିଏକି ଆମର କୋଉଠି ଯିବ ନା, ସିଏ ଆମର ଯିବା ପାଇଁ ଚାହୁଁଛି ବାଲେଶ୍ୱର ଜିଲ୍ଲା ସ୍କୁଲରୁ ପୋଲିସ ଏଠି କିସ ପୋଲିସ ଲାଇନ୍ ସ୍କୋୟାର ପର୍ଯ୍ୟନ୍ତ ଯିବା ପାଇଁ ସେ ଚାହୁଁଛି ବାଲେଶ୍ୱର। ପୋଲିସ ଲାଇନ୍ ସ୍କୋୟାରରୁ ବାଲେଶ୍ୱର ଜିଲ୍ଲା ସ୍କୁଲ, ଏ ଜିଲ୍ଲା ସ୍କୁଲ ପର୍ଯ୍ୟନ୍ତ ତାକୁ ଆସିବାକୁ ଯାଇତେ ଚାହୁଁଛି ସିଏ। ତାହେଲେ ଦେଖ ଫାଷ୍ଟ ଗୋ
ଅପ୍ ଟୁ ଦ ଷ୍ଟେସନ୍ ସ୍କୋୟାର୍ ତାପରେ ଦେଖ ଫାର୍ଷ୍ଟ ତାହେଲେ ତୁମେ କୋଉଠି ଷ୍ଟେସନ୍ ସ୍କୋୟାର୍ ପର୍ଯ୍ୟନ୍ତ ଯିବ। ତାପରେ ଟେକ୍ ଏ ଲେଫ୍ଟ ଟର୍ନ ଏଠୁ ତାପରେ ତୁମେ ଗୋଟେ ଟେକ୍ ଏ ଲେଫ୍ଟ ଟର୍ନ ନାହିଁ ସରି ହଁ ହଁ ଏଇଠି ସ୍କୋୟାର୍ ପର୍ଯ୍ୟନ୍ତ ଆସିବ। ସ୍କୋୟାର୍‌ରୁ ଆସିଲା ପରେ ଏଠୁ ତୁମେ ଗୋଟେ ଲେଫ୍ଟ ଟର୍ନ ନେବ ହେଲା। ଦେଖ ଏଠି ହେଲା ଫାର୍ଷ୍ଟ ତୁମେ ରାଇଟ୍ ଟର୍ନ ନେବ ହେଲା। ଫାର୍ଷ୍ଟ ତୁମେ ରାଇଟ୍ ଟର୍ନ ନେଲ। ରାଇଟ୍ ଟର୍ନ ନେଲା ପରେ ଏଇଠି ରାଇଟ୍ ଟର୍ନ ନେଲା ପରେ ତ ଫାର୍ଷ୍ଟ ତ କ'ଣ କହିଲ ଗୋ ଅପ୍ ଟୁ ଦ ଷ୍ଟେସନ୍ ସ୍କୋୟାର୍। ଷ୍ଟେସନ୍ ସ୍କୋୟାର୍ ପର୍ଯ୍ୟନ୍ତ ଆସିଲ। ଷ୍ଟେସନ୍ ସ୍କୋୟାର୍ ପର୍ଯ୍ୟନ୍ତ ଆସିବା ପରେ ତୁମେ ଗୋଟେ ରାଇଟ୍ ଟର୍ନ ନେବ। ରାଇଟ୍ ଟର୍ନ ନେଲା ପରେ ପୁଣି ଲେଫ୍ଟ ଟର୍ନ ନେବ ହେଲା। ଲେଫ୍ଟ ଟର୍ନ ନେବ ତାପରେ ୱାକ୍ ଷ୍ଟ୍ରେଟ୍ ପାସ୍ ଥ୍ରୋ ଦ ଷ୍ଟାଚ୍ୟୁ ଅଫ୍ ଏସ୍କୁଣ୍ଡୁ ଲୋକେଟେଡ୍ ଅନ୍ ୟର୍ ରାଇଟ୍। ତାହେଲେ କେତେ ଏଇ ଦେଇକି ଯିବ ତାହେଲେ ଯେଉଁ ଆମର ରାଇଟ୍ ସାଇଡ଼୍‌ରେ ଯେଉଁ ଷ୍ଟାଚ୍ୟୁ ଅଫ୍ ଏସ୍କୁଣ୍ଡୁ ଅଛି ସେଇ ଦେଇକି ଆମର ଯିବ। ଗୋ ଷ୍ଟ୍ରେଟ୍ ସିଧା ଯିବ କେତେ ପର୍ଯ୍ୟନ୍ତ ଯିବ ନା ୟୁ ୱିଲ୍ ଫାଇଣ୍ଡ ଦ ଗେଟ୍ ଅଫ୍ ଜିଲ୍ଲା ସ୍କୁଲ ବାଲେଶ୍ୱର ଅନ୍ ୟର୍ ରାଇଟ୍ ସାଇଡ଼୍। ତାହେଲେ ସେଇଠି ଦେଖିବ ତୁମର ରାଇଟ୍ ସାଇଡ଼୍‌ରେ ଏଇଟା କ'ଣ ଅଛି? ଏଠି ଅଛି ଗେଟ୍ ଅଫ୍ ଜିଲ୍ଲା ସ୍କୁଲ ବାଲେଶ୍ୱର। ତାହେଲେ ଯୋଉଠି ଆମର ଲୋକେସନ୍ ଦିଆଯାଇଥିଲା ଏଠି ପହଞ୍ଚିବ। ଏଇଟା ଦେଖିକି ଲେଖିଦେବ ଏମିତି ହେଲା। ତାପରେ ଆକ୍ଟିଭିଟି 6 ଆକ୍ଟିଭିଟି 6ରେ ଆମକୁ କ'ଣ କହିଛି ନା ରାଇଟ୍ ଏ ଫ୍ୟୁ ସେଣ୍ଟେନ୍ସ ଅନ୍ ୟର୍ ଡେଲି ରୁଟିନ୍ ଦେନ୍ ସାର୍କିଲ୍ ଦ ସବଜେକ୍ଟ ଆଣ୍ଡ ଅଣ୍ଡରଲାଇନ୍ ଦ ପ୍ରେଡିକେଟ୍। ତାହେଲେ ତୁମେ ତୁମର ଡେଲି ରୁଟିନ୍ ଡେଲି ରୁଟିନ୍ ବିଷୟରେ କିଛି ସେଣ୍ଟେନ୍ସ ଲେଖ। ଆଉ ସେଇ ସେଣ୍ଟେନ୍ସରେ ଯୋଉଗୁଡ଼ା ଆମର ସବଜେକ୍ଟ ଥିବ ସେଗୁଡ଼ିକୁ ଆମର କିସ କରିବ ଅଣ୍ଡରଲାଇନ୍ କରିବ। ଆଉ ଯୋଉ ପ୍ରେଡିକେଟ୍ ଥିବ ପ୍ରେଡିକେଟ୍ ଗୁଡ଼ିକୁ ଆମର ସବଜେକ୍ଟ ଗୁଡ଼ିକୁ ସାର୍କେଲ କରିବ ଆଉ ପ୍ରେଡିକେଟ୍ ଗୁଡ଼ିକୁ ଆମର ଅଣ୍ଡରଲାଇନ୍ କରିବ ବୋଲି ଏଠି କୁହାହେଲା ହେଲା। ତାହେଲେ ଏଠି ମୁଁ କିଛି ଲେଖିଛି ହେଲା 7ଟା ପଏଣ୍ଟ ଲେଖିଦେଇଛି। ଦେଖ କ'ଣ ଲେଖା ହେଲା ନା ଆଇ ୟୁଜୁଆଲି ଗେଟ୍ ଫ୍ରମ୍ ବେଡ୍ ଆର୍ଲି ଇନ୍ ଦ ମର୍ଣ୍ଣିଂ। ଯେ ମୁଁ ସାଧାରଣତଃ ସକାଳୁ କିସ ଆମର ବେଡ୍‌ରୁ ଉଠିଯାଏ ବୋଲି କୁହାଯାଇଛି। ତାହେଲେ ଆଇଟା ହେଉଛି ସବଜେକ୍ଟ ଆଉ ବାକି ଯିଏ ରହିଲେ ସେ ସମୟ ହେଉଛନ୍ତି ଆମର ପ୍ରେଡିକେଟ୍। ଏଠି ସେମିତିଆ ଦେନ୍ ଆଇ ୱାଶ୍ ମାଇ ଫେସ୍ ଆଣ୍ଡ ବ୍ରଶ୍ ମାଇ ଟିଥ୍। ତାପରେ ମୁଁ ମୋର ମୁହଁ ଧୁଏ ଆଉ ବ୍ରଶ୍ କରେ। ଆଇ ଗୋ ଫର୍ ମର୍ଣ୍ଣିଂ ୱାକ୍‌ରେ ଦେଖ ହେଲା ମୁଁ ଆଇ ଗୋ ଫର୍ ମର୍ଣ୍ଣିଂ ମୁହଁ ସଫା କରିସାରିବା ପରେ ମୁଁ ମୋର ମର୍ଣ୍ଣିଂ ୱାକ୍‌ରେ ଯାଇ ହେଲା ସକାଳେ ଚାଲିବା ପାଇଁ ପଳାଏ। ଆଇ ରିଟର୍ନ ହୋମ୍ ବାଇ 7 o'clock। ତାପରେ 7ଟା ବେଳକୁ ମୁଁ ରିଟର୍ନ କରେ ଘରକୁ ମାନେ ଫେରେ। ଦେନ୍ ଆଇ ଟେକ୍ ମାଇ ବାଥ୍। ତାପରେ ମୁଁ ଗାଧେଇ ଗୁଧାକି ଆଫ୍ଟର ଟେକିଂ ଏ ଲାଇଟ୍ ବ୍ରେକଫାଷ୍ଟ ଆଇ ପ୍ରିପେୟାର ମାଇ ଲେସନ୍। ଗାଧେଇ ସାରିକି ଗୋଟେ ଛୋଟ ମାନେ କିସ ଆମର ଗୋଟେ ହାଲୁକା ବ୍ରେକଫାଷ୍ଟ କରିବା ପରେ ହାଲୁକା ସକାଳୁ ନାସ୍ତା କରିଦେଲା ପରେ କିସ ଆଇ ପ୍ରିପେୟାର ମାଇ ଲେସନ୍। ମୋର ଲେସନ୍ ଷ୍ଟାର୍ଟ କରେ। ଏଟ୍ 10 o'clock ଆଇ ଗୋ ଟୁ ସ୍କୁଲ। ଆଉ 10ଟା ବାଜିଗଲେ ମୁଁ ସ୍କୁଲକୁ ଯାଏ ବୋଲି ଏଠି କୁହାହେଲା। ତାହେଲେ ଏଠି ଆମର ସେମିତି ଏଠି ଆଇ ସବଜେକ୍ଟ ଆଇକୁ ଛାଡ଼ି ଦେଇକି ଆଉ ଯିଏ ରହିଲେ ସେମାନେ ଆମର ପ୍ରେଡିକେଟ୍। ସେକେଣ୍ଡ ସେଣ୍ଟେନ୍ସରେ ସେମିତି ଆଇଟା ଆମର ସବଜେକ୍ଟ ହେବ ଆଉ ଆଇକୁ ଛାଡ଼ିକି ଆଉ ବାକି ଯିଏ ସବୁ ରହିଲେ ସବୁ ହେଉଛନ୍ତି ଆମର ପ୍ରେଡିକେଟ୍। ଥାର୍ଡ଼ ସେଣ୍ଟେନ୍ସରେ ବି ଆଇଟା ହେବ ସବଜେକ୍ଟ। ସେଥିପାଇଁ ଆକୁ ଆମର ଗୋଲ ବୁଲେଇତେ କହିଥିଲା ନା ସବଜେକ୍ଟ ଗୁଡ଼ିକୁ ସାର୍କିଲ୍ କରି ଦେବା ପାଇଁ କହିଥିଲା। ସେଥିପାଇଁ ସବଜେକ୍ଟ ଗୁଡ଼ାକ ସବୁ ଦେଖ ସାର୍କିଲ୍ କରିଦେଇଛି ଆଉ ବାକି ଯିଏ ସବୁ ରହିଲେ ସେମାନେ ହେଉଛନ୍ତି ପ୍ରେଡିକେଟ୍। ତାହେଲେ ଆଜି ଥାଉ ଆକ୍ଟିଭିଟି 6 ପର୍ଯ୍ୟନ୍ତ ଥାଉ। ତାପରେ ନେକ୍ସଟ କ୍ଲାସ୍‌ରେ ଆକ୍ଟିଭିଟି 7ରୁ ତାହେଲେ ପର ପାର୍ଟଟାକୁ କଣ୍ଟିନ୍ୟୁ କରିବା ହେଲା। ଥାଉ ବାଏ।